ସାଦେ ଆକାଡି ଲେମନ ଅଛି ଏମିତି କଲବଲ କରି ପିଟାଉଛନ୍ତି ମରିଯିବୁ ସାଦେ ତୋରାଣି ପାଣି ପାଣି ଥୋପେ ପାଣି ଦିଅନ୍ତୁ ସାଦେ ତୁରା ଚାରି ଲଙ୍ଗଳ ଛୁଇଁଲେ କହୁଛୁ ନହେଲେ ତୋରାଣି ମୁଣ୍ଡରେ ଗୋଟେ କୋଣା କରିଦେବି ପଡୁଛି ସାଥେ ମୁଁ କାନ୍ଧରେ ଦିୱାଳି ପକେଇ ଆପଣଙ୍କ ବିଲ ଚାଷ କରି ହେଲେ ମୋ ପିଲା ଦିଟାକୁ ଆପଣ ଛାଡି ଦିଅନ୍ତୁ ମୋ ଛୁଆ ଦିଟାକୁ ଆପଣ ଛାଡି ଦିଅନ୍ତୁ। আবে শুন 7 দিন ভিতরে 7 পাটি জমি চাষ করিব আউ যদি 7 দিন ভিতরে 7 পাটি জমি চাষ করি ন পার তম তিনিটাঙ্ক সব এইটি সমাধি হব। পিতাশ্ରୀ ও ନନ୍ଦନନ୍ଦନ ଭାଗବତ କହିଲା কোন কহিলা ହେଲା ମୂର୍ଖ ବସିବେ ଚୌକିରେ গোবিন্দ ପଣ୍ଡିତ ବସି ବଟି ତଳେ গোবিন্দ ଏ କଳି ଯୁଗ ସତ୍ୟ ପାଣି ହେ গোবিন্দ ଶୁଣ ପଣ୍ଡିତ ସୁଜାନି ହେ গোবিন্দ হরি বোলা ପିଟୁଛନ୍ତି ନିଶ୍ୱାସ ଭଳିଆ ବାପା କୁଆଡେ କୁଆଡେ ଆଉ ଯିବି ଲୋ ମା ଖାଲି ଖାଲି ପେଟର ଭୋକ ଦେହର ଯନ୍ତ୍ରଣା ବାପା ପେଟର ଭୋକ ସହିପାରୁନି କି ଦେହର ଯନ୍ତ୍ରଣା ବି ମୁଁ ସହିପାରୁନି বাপা କଣ କରିବା ବାପା ଏ ପୁଅ 4 ଦିନ ହେଇଗଲା 4 ଦିନ ହେଇଗଲା ମୁଁ କିଛି ଖାଇନି বাপা ପେଟର ଭୋକ ସହିପାରୁନି ତମ ଦିଟାକ କଷ୍ଟ ମୁଁ ଦେଖିପାରୁନି ଏଠି ଏଠି ଗୋଟେ ରାକ୍ଷସ ପାଖେ ମରିବା ଅପେକ୍ଷା ଚାଲ ଆମେ ସମସ୍ତେ ବିଷ ପାଇଁ ମରିଯିବା ঠিক কইছ বাপা ঠিক কইছ এতে কষ্ট যন্ত্রণা পাইবা অপেক্ষা চল চল এ চৈতি চল আমি 3 জন বিষ পি ଶୋଇଯିବା ଚଲ ଏଇ ତମେ ଏମିତି କଥା କାହିଁକି କହୁଛ କହିଲ ତମେ କଣ ଶ୍ରବଣ କୁମାର ଠାରୁ ବେଶୀ କଷ୍ଟ କରୁଛ ଶ୍ରବଣ କୁମାର ପରା ନିଜ ଅନ୍ଧ ମାତା ପିତାକୁ କାନ୍ଧରେ ବୋହି ଦେଇ ତୀର୍ଥ ଯାଇଥିଲେ ତମେ କଣ ତମ ବାପା ପାଇଁ ମୁଠାଏ କୋଉଠୁ ଖାଇବା ଗୋଟେ ଯୋଗାଡ଼ କରିପାରିବାରେ ଆଲୋ ସବୁ କଥା ବୁଝୁଛି 4 ଦିନ ହେଲା ବାପା କିଛି ଖାଇନାହାନ୍ତି ବାପାଙ୍କ ଦୁଃଖ ଦେଖି ହଉନି କି ନିଜ କଷ୍ଟ ସହି ହଉନି ଏ ଚୈତି କଣ କରିବି ତୁ କହ ତୁ କହ ମୁଁ କଣ କହୁଥିଲି କହିଲ ଆଜି ଅକ୍ଷୟ ତୃତୀୟା ନା ବାବୁ ବାବୁଆଣୀଙ୍କ ଘରେ କେତେ ପ୍ରକାର